ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ବାଣଭଟ୍ଟ ସପ୍ତମ ଶତାବ୍ଦୀର ଜଣେ ସଂସ୍କୃତ ଗଦ୍ୟ ଲେଖକ ଏବଂ କବି ଥିଲେ। ସେ ସମ୍ରାଟ ହର୍ଷଙ୍କ ଦରବାରରେ ଅସ୍ଥାନ କବି ଥିଲେ। ତାଙ୍କର ପ୍ରମୁଖ କୃତିରେ ହର୍ଷଙ୍କ ଜୀବନୀ ହର୍ଷ ଚରିତ୍ର ଅନ୍ତର୍ଭୁକ୍ତ। ତାଙ୍କ ଦ୍ୱାରା ରଚିତ ଅନ୍ୟାନ୍ୟ କୃତି ହେଉଛି ଚଣ୍ଡିକା ଶତକ। ତାଙ୍କୁ ବାଣ ସିଷ୍ଟମ ଜଗତ ସର୍ବମ ଭାବରେ ପ୍ରଶଂସା ମିଳିଛି। ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।